ସାଙ୍ଗମାନେ ମାନେ ଖରା ଦିନରେ କୁଆଡ଼େ ଯିବା ପାଇଁ ଭଲ ଲାଗୁନି। କ'ଣ ପାଇଁ? କାମ ଥିଲେ ତ ନିହାତି ବାହାରିବାକୁ ପଡ଼ିବ। ସେଟା ତ କିଛି କରିହେବନି, କାରଣ କାମ ତ କରିବାକୁ ପଡ଼ିବ ନିହାତି। ଯଦି କିଛି କାମ ନାହିଁ ତେବେ ଏଇ ଖରାରେ ବାହାରନ୍ତୁ ନାହିଁ। କାରଣ ମୁଁ ଆଜି 12ଟା ବେଳକୁ ବାହାରିଥିଲି ସ୍କୁଟିରେ। ରାସ୍ତାରେ ଦେଖିଲେ ଲୋକମାନେ ଖରାରେ ଅବସ୍ଥା ଖରାପ। ମାନେ ଆମର ଯାଉ ଯାଉ ଗୋଟେ ଲୋକ ମାନେ ପଡ଼ିଗଲା ଅଂଶୁଘାତରେ। ବୁଢ଼ା ଲୋକ କ'ଣ ହେଇଛି, ମାନେ ବୟସ୍କ ମାନେ ଟୋକା ଲୋକ ବି, ତାର ଏ ଦିନେ ପିଲାଗୁଡ଼ା ସେମାନେ ବି ଖରା ଶୋଇପାରୁନାହାନ୍ତି। ଏମିତି ଖରା ହେଉଛି, ଗୁଳୁଗୁଳିଟା ବେଶୀ ହେଉଛି। ଆଉ ସକାଳୁ ଯଦି କେତେବେଳେ କୁଆଡ଼େ ଯଦି ଯିବାର ଥିବ ତେବେ ସକାଳୁ ଟିକେ ଭଲସେ ଖାଇ ପିଇକି ବାହାରନ୍ତୁ। ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ। ଦେହକୁ ପୁରା ହାଇଡ୍ରେଟ୍ କରି ରଖନ୍ତୁ ଆଉ ବାହାରିକି ଯାଆନ୍ତୁ। ଆଉ ପାଣି ନିହାତି, ଆଉ ଯଦି ପାଣି ପିଉଛନ୍ତି ନର୍ମାଲ ପାଣି ପିଇବେ। ଏ ଥଣ୍ଡା ପାଣି ଫ୍ରିଜ୍ର କି ବାହାରୁ କିଣିକି ଥଣ୍ଡା ପାଣି ଜମା ପିଇବେ ନାହିଁ। ଆଉ ଜୁସ୍ ପିଇପାରିବେ। ବାକି ଆଜିକାଲି ତ ଆପଣମାନେ ଦେଖିପାରୁଥିବେ, ଜାଣିପାରୁଥିବେ କେମିତି ସବୁ ଜୁସ୍ ମିଳୁଛି, କେତେ ହାଇଜେନିକ୍। ସବୁ ଜିନିଷ ତ ଆଜିକାଲି ଭେଜାଲ ହେଇଗଲାଣି। ଦେଖାଯାଉ କେମିତି କ'ଣ ହେଉଛି। ବାକି ଟିକେ ନିଜକୁ ସବୁବେଳେ ଟିକେ ଜଗନ୍ତୁ, ନ ଜଗିଲେ ହେବନି। ଆଜିକାଲି ଯେମିତି ହେଲାଣି ଯୁଗ କାଳ, ନିଜକୁ ଦେଖିବାକୁ ପଡ଼ିବ। ଅନ୍ୟମାନଙ୍କ କଥା ଛାଡ଼, ନିଜକୁ ଆଗ ଦେଖ, ତାପରେ ତୁମ ପାଖାପାଖି ଯେଉଁମାନେ ଅଛନ୍ତି ତାଙ୍କୁ ଦେଖ, ତାଙ୍କୁ ସଚେତନ କର। ଏହା ହେଲେ ଧୀରେ ଧୀରେ ସମସ୍ତେ ସଚେତନ ହେଇଯିବେ। ଏତିକି କଥା।